ଦେଖନ୍ତୁ ସବୁ ଏସ୍ଏସ୍ପି ଟିଜିଟି ପିଲାଙ୍କ ମନରେ ସେ ଗୋଟିଏ ପ୍ରଶ୍ନ, ପୋଷ୍ଟ ତ ଏତେ କମ୍, ଆମେ ଆପ୍ଲାଏ କରିବୁ ନା କରିବୁନୁ ସେଇ ବିଷୟ ନେଇ ସବୁ ଚିନ୍ତା, ସବୁ ପିଲା ଦ୍ୱନ୍ଦ୍ୱ। ଆସନ୍ତୁ ମୁଁ ଏବେ ଆପଣଙ୍କୁ ବୁଝେଇବି କ'ଣ କରିବା, କ'ଣ କଲେ ଭଲ ହେବ। ଆଉ ଆପଣଙ୍କୁ ଯଦି ମୁଁ ତ ପେଡ଼ାଗୋଜି କ୍ଲାସ୍ ଆପଣମାନେ ସବୁ ଜାଣିଥିବେ, ମୁଁ ତ ପେଡ଼ାଗୋଜି କ୍ଲାସ୍ର ଏସ୍ଏସ୍ପି ଟିଜିଟି ପାଇଁ ଆରମ୍ଭ କରିଛି। ଆମର ଗୋଟିଏ ୟୁନିଟ୍ ଅଣ୍ଡରଷ୍ଟାଣ୍ଡିଂ ଦ ଲର୍ଣ୍ଣିଂ ପ୍ରୋସେସ୍ ସମ୍ପୂର୍ଣ୍ଣ ଭାବରେ ସରିଛି। ଯେ ପ୍ଲେଲିଷ୍ଟରେ ଭିଡ଼ିଓ ସବୁ ମୁଁ ପ୍ଲେଲିଷ୍ଟରେ ଅପଲୋଡ଼ କରିଦେଇଛି, ଯାଇକି ଭିଡ଼ିଓ ଦେଖନ୍ତୁ, ବହୁତ ଆପଣଙ୍କୁ ହେଲ୍ପ କରିବ। ଏଇଆ କି ଥିଓରି ହେଉଛି, ଥିଓରି ସହିତ MCQ ମଧ୍ୟ ହେଉଛି। କାଲି ଆମର ଅଣ୍ଡରଷ୍ଟାଣ୍ଡିଂ ଲର୍ଣ୍ଣିଂ ପ୍ରୋସେସ୍ ଯେଉଁ ଫାର୍ଷ୍ଟ ଚାପ୍ଟର ଅଛି, କାଲି ତା'ର MCQ ମଧ୍ୟ ଅପଲୋଡ଼ ହେବ। ଆଉ ଆସନ୍ତୁ ଏବେ ଜାଣିବା ଏସ୍ଏସ୍ପି ଟିଜିଟି ଆମେ ଆପ୍ଲାଏ କରିବା ନା କରିବାନି, ନା କ'ଣ କରିବା କ'ଣ ନାହିଁ, ଆସନ୍ତୁ ଏବେ ଜାଣିବା। ଦେଖନ୍ତୁ ପ୍ରଥମ କଥା ହେଲା ଏଇଆ, ଏସ୍ଏସ୍ପି ଟିଜିଟିର ଯାହା ସିଲାବସ୍ ରହୁଛି ଆମର RHTର ମଧ୍ୟ ସିଲାବସ୍ ସେଇଆ ରହୁଛି। ଯେତେ ଆପଣ ଏବେ ସିନା କମ୍ ପୋଷ୍ଟ ଆପଣଙ୍କର ହେବ ନହେବ ଆପଣ ଦ୍ୱନ୍ଦ୍ୱରେ ରହୁଛନ୍ତି, କିନ୍ତୁ RHT ବେଳକୁ ତ ନିହାତି ଅଧିକା ପୋଷ୍ଟ ଆସିବ। ଆଉ ଗୋଟେ କଥା, ଯଦି ଆପଣଙ୍କର ଏବେ ହେଇଯାଉଛି ତ ଭଲ କଥା, କାହିଁକିନା 64ଟା ପିଲା କି 40ଟା ସିଟ୍ କି ଯେଉଁଠି 50ଟା ସିଟ୍ ଅଛି, ଯାହାହେଲେ ତ 50ଟା ପିଲା ପାଇବେ। ଯେବେ ଯାଏଁ ଆପଣ ଏକ୍ଜାମ୍ ଦେଇନାହାନ୍ତି, ଏକ୍ଜାମ୍ ସେଣ୍ଟରରେ ଯାଇ ବସିନାହାନ୍ତି, କୋଶ୍ଚିନ୍ କିପରି ଆସିଛି ଦେଖିନାହାନ୍ତି, ସେତେବେଳେ ପର୍ଯ୍ୟନ୍ତ ଆମେ କହିବା ନାହିଁ କି ଆମର ହେବ ନାହିଁ ବୋଲି। ଏକ୍ଜାମ୍ ଦେବା, ପାଠ ପଢ଼ିବା। ଯଦି ଆମେ ଆଜି ଏସ୍ଏସ୍ପି ଟିଜିଟି ପାଇଁ ସମ୍ପୂର୍ଣ୍ଣ ସିଲାବସ୍ଟି କମ୍ପ୍ଲିଟ୍ କରିଥିବା, ଆମକୁ କାଲି RHT ଏକ୍ଜାମ୍ରେ ସେ ବହୁତ ହେଲ୍ପ କରିବ, ବୁଝିପାରିଲେ। ସେଥିପାଇଁ ସମସ୍ତେ କୌଣସି ପ୍ରକାର ଚିନ୍ତା କରନ୍ତୁ ନାହିଁ, ମୁଣ୍ଡରେ ଦ୍ୱନ୍ଦ୍ୱ ପୁରାନ୍ତୁ ନାହିଁ କି ମୁଁ ପକେଇବି ନାହିଁ ବୋଲି। ସମସ୍ତେ ପକାନ୍ତୁ, ଆପଣଙ୍କର ଷ୍ଟ୍ରିମ୍ ଅନୁସାରେ ସମସ୍ତେ ପଢ଼ନ୍ତୁ, ଯାଇକି ମଧ୍ୟ ଏକ୍ଜାମ୍ ସବୁ ଦିଅନ୍ତୁ। ଏକ୍ଜାମ୍ ବହୁତ ଭଲ ହେବ। ଯେତେ ବି ଆପଣଙ୍କର କେଉଁଠି କମି ରହିବ, ଅସୁବିଧା ରହିବ, ଆମେ ଏଇଟା ଜାଣିବା ନାହିଁ ପରୀକ୍ଷାରେ। ତାପରେ ଯେତେବେଳେ ବାହାରିବ ଆମର ରେଗୁଲାର ହାଇସ୍କୁଲ୍ ଟିଚର୍ ବାହାରିବ, ସେତେବେଳେ ଆମର ଆଉ କମି ରହିବନି ନା, ସେତେବେଳେ ଆମେ ସବୁ ଫିଲ୍ଅପ୍ କରିଦେବା ନା। ସେଥିପାଇଁ ମୁଁ କହୁଛି ନିହାତି ଭାବରେ ଏସ୍ଏସ୍ପି ଟିଜିଟି ପୋଷ୍ଟ ପାଇଁ ଫର୍ମ ପକାନ୍ତୁ, ପଢ଼ନ୍ତୁ। ଆପଣଙ୍କ ସାଙ୍ଗରେ ମୁଁ ଅଛି। ଏଇ ଚ୍ୟାନେଲ୍ରେ ମୁଁ ଟୋଟାଲ୍ ଆପଣଙ୍କର ଏସ୍ଏସ୍ପି ଟିଜିଟିର ପେଡ଼ାଗୋଜି ସମ୍ପୂର୍ଣ୍ଣ ଭାବରେ ଫ୍ରି ଅଫ୍ କଷ୍ଟରେ ପୁରା ଥିଓରି ସହିତ MCQ, ଏମିତି ନୁହେଁ କି ଖାଲି ଥିଓରି, ପୁରା ଥିଓରି ସହିତ MCQ ସବୁ କରେଇବି, ଯେଉଁଟାକି ଆପଣଙ୍କୁ ବହୁତ ହେଲ୍ପ କରିବ। ବଟନୀର ମଧ୍ୟ ମୁଁ MCQ ସେସନ୍ 2ଟା କରିସାରିଲିଣି, ପେଡ଼ାଗୋଜିର ମୁଁ 5ଟି କ୍ଲାସ୍ କରିସାରିଲିଣି। ସମସ୍ତେ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓ ଦେଖନ୍ତୁ, ଯେଉଁଟାକି ଆପଣଙ୍କୁ ଏକ୍ଜାମ୍ରେ ବହୁତ ହେଲ୍ପ କରିବ। ରହିଲି, ଜୟ ଜଗନ୍ନାଥ। ସମସ୍ତେ ଫର୍ମ ଆପ୍ଲାଏ କରିବେ ନିହାତି। ମୋତେ ଯିଏ ଫର୍ମ ଆପ୍ଲାଏ କରିବେ ମୋତେ SMS କମେଣ୍ଟ ମାଧ୍ୟମରେ SMS କରି ଜଣାଇବେ। ରହିଲି, ନିହାତି ଭାବରେ ଆପ୍ଲାଏ କରନ୍ତୁ ସବୁ।